ବି ହେଇପାରେ। ୱାନ୍ ନେସନ୍ ୱାନ୍ ଟ୍ୟାକ୍ସ पर ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦ୍ୱାରା ଗରିବ ଆଉ ମିଡିଲ କ୍ଲାସ ଉପରେ କଣ ପ୍ରଭାବ ପଡିବ? ପ୍ରକୃତରେ ଆମେମାନେ ହିଁ ଗରିବ ଏବଂ ମିଡିଲ କ୍ଲାସ ହିଁ ବେଶୀ ଉପକୃତ ହେବେ। ଏଇଥିପାଇଁ ଆପଣ ଜାଣିଥିବେ ଆମର ଯୋଉ ସବୁ ଏ ଯୋଉ ଜିଏସଟି ଗୋଟେ ହେଲା ପରୋକ୍ଷ କର, ଇନକମ ଟ୍ୟାକ୍ସ ହେଲା ପ୍ରତ୍ୟକ୍ଷ କର। ଯୋଉମାନେ ଅଧିକ ରୋଜଗାର କରୁଛନ୍ତି ତାଙ୍କ 12 ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି ତାଙ୍କ ଉପରେ ଯୋଉ ଇନକମ ଟ୍ୟାକ୍ସ ବା ରୋଜଗାର ଉପରେ ଯୋଉ ଟ୍ୟାକ୍ସ ପଡୁଛି ସେଟା ହେଲା ପ୍ରତ୍ୟକ୍ଷ କର। କିନ୍ତୁ ଆମେ ଯେତେବେଳେ ବଜାରକୁ ଲୁଣ ଠାରୁ ଯେତେବେଳେ କିଣିବାକୁ ଯାଉଛେ, ସାବୁନ କିଣିବାକୁ ଯାଉଛେ, ପେଷ୍ଟ କିଣିବାକୁ ଯାଉଛେ, ପ୍ରତ୍ୟେକ ଲୋକ ସେ ଗରିବ ହଉ ମଧ୍ୟବିତ୍ତ ହୁଅନ୍ତୁ ବା ଧନୀ ହୁଅନ୍ତୁ ସମସ୍ତଙ୍କୁ ତାଙ୍କର ଅଜାଣତରେ ଟ୍ୟାକ୍ସ ତାଙ୍କୁ ଦବାକୁ ପଡୁଛି। ଏଇଟା ହେଲା ବାସ୍ତବତା। ତେଣୁକରି ଅଧିକ କିଣନ୍ତି କୋଉମାନେ? ଆମ ଦେଶର ଯେହେତୁ ଲୋକମାନେ ହଉଛନ୍ତି ଅଧିକ ଗରିବ ଶ୍ରେଣୀର ଲୋକ, ଯୋଉମାନଙ୍କ ସଂଖ୍ୟା 25 କୋଟି ଗରିବ ଅତି ଗରିବ ଲୋକମାନଙ୍କୁ ବର୍ତ୍ତମାନ ଆମେ ମଧ୍ୟବର୍ତ୍ତୀ ରୋଜଗାରକୁ ଆମେ ଆଣିଛେ, ସେମାନଙ୍କ ଉପରେ ଏଇ ଯୋଉ ଟଙ୍କା ପଡୁଥିଲା, ଯୋଉ ଟ୍ୟାକ୍ସର ଚାପ ପଡୁଥିଲା, ଯେତେବେଳେ ଟ୍ୟାକ୍ସଟା ପ୍ରାୟ 10ରୁ 15% ଟ୍ୟାକ୍ସ ଆପଣ କମିଗଲା, ସେମାନଙ୍କ ହାତରେ 2 ପଇସା ସଞ୍ଚୟ ହେବ। ଏତେ ଲାଭ ପାଇବ କିଏ? ସେ ଯୋଉମାନେ ଗରିବ, ଯୋଉମାନେ ମଧ୍ୟବିତ୍ତ, ସେଇମାନଙ୍କର ଏ ଲାଭ ହବ। ହଁ, ଆପଣ କହିପାରନ୍ତି ଯୋଉମାନେ ମଦ ପିଉଛନ୍ତି, ଯୋଉମାନେ ବିଡି ଟାଣୁଛନ୍ତି, ସିଗାରେଟ ଟାଣୁଛନ୍ତି, ଗୁଟଖା ଖଇନି ଖାଉଛନ୍ତି, ତାଙ୍କ ପାଇଁ ତ କିଛି ପଡିଲା ନାହିଁ। ତାଙ୍କ ଉପରେ ଅଧିକ ପଡିବା ଦରକାର। ସେମାନେ ତାଙ୍କ ସ୍ୱାସ୍ଥ୍ୟ ଖରାପ କରିବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ଯୋଉ ଟ୍ୟାକ୍ସର ଏକ୍ସେମ୍ପସନ ନାହିଁ, ଏଇଟା ଗୋଟେ ବାର୍ତ୍ତା ଯାଉଛି ଆପଣ ମାନେ ପିଲାଙ୍କ ପାଇଁ ଅଣ୍ଡା, ପିଲାଙ୍କ ପାଇଁ କ୍ଷୀର କିଣିକିରି ଖାଇବାକୁ ଦିଅନ୍ତୁ, ଅଯଥାଠାରେ ବାଜେ ଖର୍ଚ୍ଚ କରିକି ଟବାକୋ ବା ଆପଣ ଧୂଆଁପତ୍ର ପିଅନ୍ତୁ ନାହିଁ। ଏଇ ଯୋଉ ବାର୍ତ୍ତାଟା ଆମକୁ ଦିଆଯାଇଛି, କେବଳ ଖାଲି କହିଦେଲେ ହବନି, ଅର୍ଥନୀତି ତାକୁ ଭର୍ତ୍ତି କରାହେଇକିରି ଲୋକଙ୍କ ପାଖରେ ଯୋଉ ପରିବେଷଣ କରାଯାଉଛି ତାର କଥାଟାକୁ ଆପଣ କାଲି ସକାଳ ଠାରୁ ବୁଝିବାକୁ ଆରମ୍ଭ କରିବେ। ମୁଁ ତ ଭାବୁଛି ଏଇଟା ଗୋଟେ ଚମତ୍କାର ପଦକ୍ଷେପ ସାର୍ ଏବଂ ଆଉ ଗୋଟେ ସେଥିପାଇଁ କଥା ମତେ ଯୋଉ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ରାଜ୍ୟ ସରକାର ମାନେ ସ୍ୱଦେଶୀ ଅଭିଯାନକୁ ମାନେ ବଢେଇବା ପାଇଁ, ଏଇଟା ସାର୍ କଣ? ଦେଖନ୍ତୁ, ଗୋଟେ ଉଦାହରଣ ନିଆଯାଇପାରେ। ଆମର ରାଜ୍ୟରେ ଯଦି ଆପଣଙ୍କର ଯିବେ, ଯେକୌଣସି ଦୋକାନକୁ ଯିବେ, ସେ ଦୋକାନ ମାନଙ୍କରେ ସବୁ ପ୍ରକାର ଜିନିଷ ବିକ୍ରି ହଉଛି। ଆପଣ ପଚାରିବେ ଆମେରିକାରେ ତିଆରି ହେଇଥିବା ଗୋଟେ ସ୍ପ୍ରେ, ଗୋଟେ ସେଣ୍ଟ ଗୋଟେ ମୁଁ କିଣିବାକୁ ଚାହୁଁଛି, ଭାରତରେ ତିଆରି ହଉଥିବା ସେଣ୍ଟ ବି ବିକ୍ରି ହଉଛି। ସେ ଆମେରିକାର ଯୋଉ ପଦାର୍ଥଟାକୁ ବହୁତ ଦାମ ଦେଇକି ଆମେ କିଣୁଛେ, ସେଇ ଯୋଉ ସେମାନଙ୍କର ଯୋଉ ଟ୍ୟାକ୍ସଟା ପଡୁଛି ସେଇ ଦେଶକୁ, ସେଇ ଟ୍ୟାକ୍ସଟାକୁ ପାଉଛନ୍ତି କିଏ? ସେ ଦେଶର ଯୋଉ ମୂଳ ଖର୍ଚ୍ଚଟା ଯୋଉ ଜିନିଷଟାକୁ ବିକ୍ରି ହେଲା, ସେ ଦେଶର ଜିନିଷ ବିକ୍ରି ହେଲା। ଆମ ଦେଶ କି ଲାଭ ପାଇଲା? ଆମେ ବର୍ତ୍ତମାନ ସ୍ୱଦେଶୀ ଦୋକାନ, ସ୍ୱଦେଶୀ ମାନସିକତା, ଏମିତିକି ବୋର୍ଡ ଡିସପ୍ଲେ କରାଇବା ଯଦି କରିବା ଯେ ଏଇଟା ହେଲା ସ୍ୱଦେଶୀ ଦୋକାନ, ଭାରତରେ ପ୍ରସ୍ତୁତ ହେଇଥିବା ଜିନିଷର ଏଠି ବିକ୍ରି ହୁଏ, ଯୋଉଟା କି ଆମକୁ ଶସ୍ତା ଲାଗିବ। ବାସ୍ତବରେ ଭଲ ଉଚ୍ଚ ମାନର ଜିନିଷ ଉତ୍ପାଦନ ସେଠି ରହିବ ଏବଂ ସେଇଠିକୁ ରାଜ୍ୟ ସରକାର ମାନେ ଯଦି ତାକୁ ପ୍ରୋତ୍ସାହିତ କରିବେ ନାହିଁ, ରାଜ୍ୟ ସରକାର ଯାହା ସବୁ ଜିନିଷ କିଣନ୍ତି, ବହୁତ ଜିନିଷ କିଣନ୍ତି ରାଜ୍ୟ ସରକାର ମାନଙ୍କର ଯୋଉମାନେ ସବୁ ଅନୁଷ୍ଠାନ ମାନେ ଅଛନ୍ତି, ଅଫିସ ମାନେ, କାର୍ଯ୍ୟାଳୟ ମାନେ, କର୍ମଚାରୀ ମାନେ, ସରକାରୀ କାର୍ଯ୍ୟକ୍ରମ ପାଇଁକି, ନିଷ୍ପାଦନ ପାଇଁକି ତାଙ୍କର କର୍ପୋରେସନ ମାନେ, ଏମାନେ ମଧ୍ୟ ସବୁ ଯେତେକ ଜିନିଷ କିଣନ୍ତି, ଯଦି ସେମାନେ ଭାରତରେ ତିଆରି ହେଇଥିବା ମେଡ୍ ଇନ୍ ଇଣ୍ଡିଆ ନାଁରେ ଥିବା ଜିନିଷ ଗୁଡିକ କିଣିବାକୁ ଆରମ୍ଭ କରିବେ, ଏଇଟା ଗୋଟେ ବହୁତ ବଡ ସାହାଯ୍ୟର ହାତ ବଢେଇବ। ତାଙ୍କ ଦେଖା ଦେଖି ଆମେ ମାନେ ବି ସମସ୍ତେ କିଣିବା। ବାସ୍ତବରେ ଏଇଟା ଗୋଟେ ଯୁଗାନ୍ତକାରୀ ପଦକ୍ଷେପ ହବାକୁ ଯାଉଛି। ମୋର ଯାହା ଅନୁମାନ ହୁଏ, ଭାରତ ଯେ ବିକଶିତ ହଉଛି, ଏଇଟା ତାର ଗୋଟେ ବହୁତ ବଡ ପ୍ରମାଣ ଆମେ କାଲିଠାରୁ ଦେଖିବାକୁ ପାଇବା, ଅନୁଭବ କରିବା। ବଜାରକୁ ଯେତେବେଳେ ଆମେ କିଣିବାକୁ ଯିବା, ସେତେବେଳେ ଦେଖିବା ଯେ ପ୍ରାୟ ଯୋଉ ଟ୍ୟାକ୍ସ ରେଟଟା, ଯେହେତୁ ଜିଏସଟି ରେଟଟା କମି ଯାଇଛି, ମୂଳ ଦାମଟା ଯଦି ସମାନ ବି ରହେ, ତେବେ ଟ୍ୟାକ୍ସ କାରଣରୁ ଆପଣଙ୍କର ଆମେ ଟିକେ ଶସ୍ତାରେ ପାଇବା। ପ୍ରାୟ ଅଧିକାଂଶ ଜିନିଷ ଆମେ ପ୍ରାୟ 18% ରେ ପାଇବା। ସବୁ ଜିନିଷ ପ୍ରାୟ ଜିରୋ, ମାନେ ଯୋଉଟା 5%, 12% ବି ଥିଲା, ସବୁ 0% ହେଇଯାଇଛି। ମାନେ ତାପରେ କିଛି ପଡିବ ନାହିଁ ଟ୍ୟାକ୍ସ। ଏସେନ୍ସିଆଲ ମେଡିସିନ ହଉ, ଏମିତିକି ଦାନ୍ତ ଘଷା ପେଷ୍ଟ ବି ହଉ, ଆପଣଙ୍କୁ ସେଇ ଦୃଷ୍ଟିରୁ ଆମକୁ ବହୁତ ଶସ୍ତା ଅନୁଭବ କରିବା। ଏବଂ ଏଇଟା ହଉଛି ଯେ ଆପଣଙ୍କ ଦୁଇଟି ସ୍ଲାବ, ଯେମିତି ମୁଁ କହୁଛି, ଗୋଟେ ହେଲା 5% ଆଉ ଗୋଟେ ହେଲା 18%। ଏଇ ଦୁଇଟି ସ୍ଲାବ ଭିତରେ ଆମେ ତ ମୁଖ୍ୟତଃ ରହିବା। କନଜ୍ୟୁମର ଗୁଡ ବା ଆପଣଙ୍କର ପ୍ରତିଦିନ ଆମେ ମାନେ ବ୍ୟବହାର କରୁଥିବା ଜିନିଷ ଗୁଡିକ ଶସ୍ତା ଅନୁଭବ ହବ। ଏଇଟା ଗୋଟେ ବଡ କଥା, ଯାହାଫଳରେ ଆମ ହାତରେ 2 ପଇସା ସଞ୍ଚୟ ହବ। ସେଇଟା ମଧ୍ୟ ପ୍ରଧାନମନ୍ତ୍ରୀ ଆଗାମୀ କାଲିଠାରୁ ଜିଏସଟି 2.0 ବୋଲି ଯୋଉଟା କୁହାଯାଉଛି, ବା ନୂଆ ଜେନେରେସନର ବା ଆପଣଙ୍କର ଯୋଉ ଆଗାମୀ ଜେନେରେସନ ପାଇଁକି ଆମେ ଯୋଉ ନୂଆ ଜିଏସଟି ର ପରିବର୍ତ୍ତନ କରିଛେ, ସେଇଥି କଥାଟାକୁ ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କୁ ବୁଝେଇ ଦେଇଛନ୍ତି। ବଡ କଥା ହଉଛି ଯେ ଯେତେବେଳେ ଦେଶ ପ୍ରଗତିଶୀଳ ହଉଛି ଏବଂ ବିକଶିତ ହଉଛି,
ସେତେବେଳେ ଆପଣ ଦେଖିବେ ଏଇଭଳି ଭାବରେ ଗୋଟେ ପରିବର୍ତ୍ତନ ଆବଶ୍ୟକତା ଥିଲା, ଯୋଉଟାକି ଆମେ ଜିଏସଟି କୁ ଆଣିକିରି ଆଗରୁ ଥିବା ପୁରୁଣା 11-12ଟି ଡଜନ ବୋଲି କହୁଥିଲେ ପ୍ରଧାନମନ୍ତ୍ରୀ, ସେଇ ଯୋଉ ପ୍ରକାରର ବିଭିନ୍ନ ଜାଗାରେ ବିଭିନ୍ନ ଟ୍ୟାକ୍ସ ଷ୍ଟ୍ରକ୍ଚର ଥିଲା, ଆମେ ତାକୁ ବର୍ତ୍ତମାନ ଦୁଇଟିକୁ ଆଣିକି ସେ ପହଞ୍ଚିଛେ। ଆଗାମୀ ଦିନରେ ମଧ୍ୟ ଆହୁରି ନିଶ୍ଚିତ ଭାବରେ ତାକୁ ଆହୁରି ସୁଧାର ବି ଅଣାଯାଇ ପାରିବ। ଇଏ ହେଲା ଗୋଟିଏ କଥା। ଦ୍ୱିତୀୟ କଥା ହଉଛି ଏକ ଭାରତ ଏକ ଟ୍ୟାକ୍ସ, ଏଇ କଥାଟାକୁ ଆମେ ବର୍ତ୍ତମାନ ସେଇ ଅନୁସାରେ ଗ୍ରହଣ କରି ଆସିଛେ 2017 ମସିହା ଜୁଲାଇ 1 ତାରିଖ ଠାରୁ ଆମେ ଏବେ ଗୋଟେ ବଡ ପରିବର୍ତ୍ତନ ଦେଖିବାକୁ ଚାହୁଁଛେ। ତୃତୀୟ କଥାଟି ହଉଛି ପ୍ରଧାନମନ୍ତ୍ରୀ ଆଜି ଯୋଉଟା କହିଲେ ମତେ ଭାରି ଭଲ ଲାଗିଲା, ସେଇଟା ହଉଛି ଆମେ ଜାଣିଥିବା ଅତିଥି ଦେବ ଭବ ଯୋଉ ଆଗରୁ କୁହାଯାଉଥିଲା, ଅତିଥି ମାନଙ୍କୁ ମାନେ ବିଦେଶରୁ ଯୋଉମାନେ ସବୁ ଆସୁଛନ୍ତି ଆମର ଅତିଥି ହେଇକିରି ପର୍ଯ୍ୟଟକ ମାନେ, ଆମେ ସେମାନଙ୍କୁ ଭାବୁଥିଲେ ଦେବତା ବୋଲିକି ମନେ କରିବା ଦରକାର। ସେ ଆଜି କହିଲେ ନାଗରିକ ଦେବ ଭବ, ତାମାନେ ଭାରତ ବର୍ଷର ପ୍ରତ୍ୟେକ ନାଗରିକ ଦେବତା ସହିତ ସମାନ। ବର୍ତ୍ତମାନ ସେ ଯୋଉମାନେ ବିଜନେସ ଯୋଉମାନେ ସବୁ କରୁଛନ୍ତି, ବାଣିଜ୍ୟ ବ୍ୟବସାୟରେ ଅଛନ୍ତି, ସେମାନଙ୍କ ପାଇଁ ଏକ ବଡ ସୁନ୍ଦର ବାର୍ତ୍ତା ଏଇଟା। ଅତିଥି ହଉଛନ୍ତି ବାସ୍ତବରେ ସେଇମାନେ ଯୋଉମାନେ କି ଆପଣ ତାଙ୍କର ଗ୍ରାହକ, ଏମାନଙ୍କ ପ୍ରତି ସମ୍ମାନ ଜଣେଇବାର ଅଛି, ଯାହା ଫଳରେ ଲୋକମାନଙ୍କ ମନରେ ଗୋଟେ ସୃଷ୍ଟି ହବ ପ୍ରବୃତ୍ତି ଦେଶରେ ଉତ୍ପାଦିତ ହେଇଥିବା ପଦାର୍ଥ ଗୁଡ଼ିକ କିଣିବା ପାଇଁ। ଏଇଟା ହିଁ ପ୍ରକୃତରେ ଆମର ଆବଶ୍ୟକତା ଅଛି। ଏବଂ ସେ ଆପଣ ମନ ଥିବ ପ୍ରଧାନମନ୍ତ୍ରୀ ପ୍ରଥମ ଦିନରୁ ଯେତେବେଳେ ସେ ତାଙ୍କର ଦାୟିତ୍ୱ ଗ୍ରହଣ କଲେ, ସେବେଠାରୁ ମେକ୍ ଇନ୍ ଇଣ୍ଡିଆ ଜିନିଷ ପ୍ରସ୍ତୁତ କରିବା ପାଇଁ ସେ କହି ଆସିଛନ୍ତି। ଆତ୍ମନିର୍ଭର ଭାରତର କଥା ସେତେବେଳେ କୁହାଯାଉଥିଲା। ସେ ଆଜି ବି କହିଛନ୍ତି ଆପଣ ଯାହା ଜିନିଷ କିଣୁଛନ୍ତି ଭାରତରେ ତିଆରି ହେଇଥିବା ଜିନିଷ କିଣନ୍ତୁ। ଏହା ଫଳରେ କଣ ହବ, ଆମର ଯୋଉମାନେ ଉଦ୍ୟମୀ ଯୋଉମାନେ ସବୁ ଉଦ୍ୟୋଗ ମାନେ ଅଛନ୍ତି, ଯୁବକ ଯୁବତୀ ମାନେ ଯାହା ସବୁ ଉତ୍ପାଦନ କରୁଛନ୍ତି, ବିଭିନ୍ନ MSME ରେ ଯୋଉ ଉତ୍ପାଦନ ହଉଛି, ସେମାନେ ଯୋଉ ପ୍ରକାର ଜିନିଷ ଗୁଡାକ କଞ୍ଚାମାଲ କିଣିବେ ସିଏ ତ ମଧ୍ୟ ଟ୍ୟାକ୍ସ ଫ୍ରି ହେଇକିରି କିଣିବେ। ତେଣୁ ତାଙ୍କ ଉପରେ ଯୋଉ ଚାପ ପଡୁଥିଲା ସେଟା ଚାପଟା କମିବା ସଙ୍ଗେ ସଙ୍ଗେ ଉତ୍ପାଦିତ ପଦାର୍ଥର ଦରଦାମ କମିବ, ଜିଏସଟି ବି କମି ଯାଇଛି। ତା ଆଗରୁ ଆପଣଙ୍କ ମନେ ଥିବ ଏଇ ଗଲା ବଜେଟ ଅଧିବେଶନ ବେଳେ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା କରିଦେଇଛନ୍ତି 12 ଲକ୍ଷ ଟଙ୍କା ଯାଏ ରୋଜଗାର କରୁଥିବା ଲୋକମାନଙ୍କ ଉପରେ ଆଉ ପ୍ରାୟ ଇନକମ ଟ୍ୟାକ୍ସ ପଡୁନାହିଁ। ଯଦି ଇନକମ ଟ୍ୟାକ୍ସ ଠାରୁ ସେମାନେ ଚାପମୁକ୍ତ ହେଲେ, ହାତରେ ଅଧିକ ପଇସା ରହିଲା, ବର୍ତ୍ତମାନ ଜିଏସଟି ଦ୍ୱାରା ମଧ୍ୟ ପଇସା ବି ହାତରେ ସଞ୍ଚୟ ହବ, ଏଇ ଟଙ୍କାଟା ଲୋକମାନେ କରିବେ କଣ? ତେଣୁ ଏଇ ଲୋକଟିକି ଏମାନେ ସେଇ ଟଙ୍କାଟିକୁ ଅଧିକରୁ ଅଧିକ ଜିନିଷ କିଣିବେ। ଯୋଉମାନଙ୍କ ପାଇଁ ସ୍ୱପ୍ନ ହେଇଯାଇଥିଲା ଗୋଟେ ବଡ ସାଇଜର ଟେଲିଭିଜନ, ଯୋଉମାନଙ୍କ ପାଇଁ କି ଗୋଟେ ମୋଟର କାର ବା ଏମିତି କି ମୋଟର ସାଇକେଲ, ଏଗୁଡାକ ସବୁ ସ୍ୱପ୍ନ ହେଇଯାଇଥିଲା, ସେମାନେ ତାକୁ ସାକାର କରିପାରିବେ। ଦେଶରେ ଯେତେବେଳେ ଦରଦାମ କମିଯିବ, ଲୋକମାନଙ୍କର କ୍ରୟ ଶକ୍ତି ବଢିଯିବ। ଏଇ ଯୋଉ କ୍ରୟ ଶକ୍ତି ବଢିଗଲେ ବଜାରରେ ଜିନିଷ ସବୁ ଯାହା ଉପଲବ୍ଧ ଅଛି ସେଗୁଡିକ ଅଧିକରୁ ଅଧିକ ବିକ୍ରି ହବ। ଯେତେବେଳେ ଅଧିକ ବିକ୍ରି ହବ, ଦେଶ ଯୋଉ ଜିଏସଟି ଟାକୁ କମେଇ ଦେଇକିରି ଯୋଉ କ୍ଷତି ସହିଥାନ୍ତା, ଯୋଉ ଆଶଙ୍କା କରାଯାଉଥିଲା, ମୋର ଯାହା ଅନୁମାନ ପ୍ରଧାନମନ୍ତ୍ରୀ ସେଇ କଥାଟାକୁ ଆଖି ଆଗରେ ରଖିକିରି ଏ କଥା କହିଛନ୍ତି। ଆମର ଦେଶ ଯେତିକି ଜିଏସଟି ଆକାରରେ ପାଉଥିଲା ସେଇଟା ନିଶ୍ଚିତ ଭାବରେ ପାଇବ, ତାଙ୍କର କ୍ଷତି ହବ ନାହିଁ। ଯଦି ବା ସାମାନ୍ୟ କିଛି କ୍ଷତି ହବ ଇନିସିଆଲି ବା ପ୍ରଥମେ 2-3 ମାସ ଭିତରେ, ତାକୁ ପରୀକ୍ଷା ନିରୀକ୍ଷା କରାହବ ଏବଂ ସେଇଟାକୁ ମଧ୍ୟ ସୁଧାର ଅଣାଯାଇ ପାରିବ। ବଡ କଥା ହଉଛି ବିକ୍ରି ବଟା ବଢିବ, ଯାହା ଫଳରେ କି ଦେଶର ଜିଏସଟି କଲେକ୍ସନଟା କମିବ ନାହିଁ, ବେପାରୀ ମାନଙ୍କର ଅଧିକ ପରିମାଣରେ ବିକ୍ରି ହେଲେ ତାଙ୍କର ଲାଭ ବଢିବ। କନଜ୍ୟୁମର ହିସାବରେ ଆମେ ମାନେ ଗ୍ରାହକ ହିସାବରେ ବଜାରରୁ କିଣିଲା ବେଳେ ଶସ୍ତାରେ କିଣିବା ଏବଂ ଅଧିକ ଆବଶ୍ୟକତା ଆମର ଯାହା ଥିବ ତାକୁ ମେଣ୍ଟେଇ ପାରିବା। ଦେଶରେ ଯୋଉମାନେ ଉତ୍ପାଦନକାରୀ ସେମାନେ ମଧ୍ୟ ଉତ୍ସାହିତ ହେବେ ଅଧିକରୁ ଅଧିକ ଉତ୍ପାଦନ କରିବା ପାଇଁ କି। ଆମ ଦେଶ 145 କୋଟି ଲୋକଙ୍କର ଦେଶ। ଆମେ ମାନେ ଯଦି ମଧ୍ୟ ସେ ଯଦିଓ ଆଜି ଟାରିଫ କଥା ଉଠେଇ ନାହାନ୍ତି, ଆମେରିକା ଭାରତର ପଦାର୍ଥ ଯୋଉମାନେ ସବୁ ଆମଦାନୀ କରୁଥିଲା ତାପରେ ଯୋଉ ଟାରିଫ ଟାକୁ ବଢେଇକିରି 50% କରି ତାପରେ କିଛି କହିନାହାନ୍ତି, କିନ୍ତୁ ସେ ପରୋକ୍ଷ ଭାବରେ ଯୋଉ ବାର୍ତ୍ତା ଦେଇଛନ୍ତି, ଆମ ଦେଶର ଲୋକମାନେ ଯଦି ଆମ ଦେଶରେ ତିଆରି ହେଇଥିବା ଜିନିଷ କିଣିବାକୁ ଆରମ୍ଭ କରିବା, এইটা ହିଁ ଯୋଉଟା ଆପଣ କୁହାଯିବ ଜେନେରେସନ 2.0 ଜିଏସଟି ର ଯୋଉ ରିଫର୍ମ କରାଗଲା, ସେଇ ରିଫର୍ମଟା ସଫଳ ହବ। ନେକ୍ସଟ ଜେନେରେସନ ଜିଏସଟି କାହିଁ ସାର୍ ପ୍ରଧାନମନ୍ତ୍ରୀ କହିଲେ? ନେକ୍ସଟ ଏଇଥିପାଇଁ ଆପଣଙ୍କ ମନେ ଥିବ 2016 ମସିହାରେ ଜିଏସଟି କରିବା ପାଇଁ କି ସ୍ଥିର କରାଯାଇଥିଲା, ଯୋଉଟା କି ଜୁଲାଇ ମାସ 1 ତାରିଖ 2017 ମସିହା ଠାରୁ ଏଇ ଯୋଉ ଜିଏସଟି ଥିଲା ଆଜି ଯାଏ ବି ଅଛି, ଆଜି ତାରିଖ ଯାଏ ବି ଅଛି, ସେଇ ଅନୁସାରେ ଚାଲିଥିଲା। ସେଥିରେ ଆପଣଙ୍କ 0%, 5%, 12%, 18% ଏଇଭଳି ଭାବରେ ଆପଣଙ୍କର ବିଭିନ୍ନ 40% ମଧ୍ୟ ଆପଣଙ୍କର ଟ୍ୟାକ୍ସ ରେଟ୍ ଫିକ୍ସ କରାଯାଇଥିଲା ଜିଏସଟି।
ଗୋଟିଏ ଦେଶରେ ଗୋଟିଏ ଜିଏସଟି ବୋଲି ଆମେ ସ୍ଥିର କରିକି ଏଇଟାକୁ ସଫଳତାର ସହିତ କାର୍ଯ୍ୟକ୍ରମ କରିଥିଲେ। ସେଇଟା ହଉଛି ଜେନ୍ 1 ବୋଲି ଆମେ କହିପାରିବା ବା ଜେନେରେସନ 1.0 ବୋଲି କହିବା। ଆସନ୍ତା କାଲି ଠାରୁ ମାନେ 22 ସେପ୍ଟେମ୍ବର 2025 ମସିହା ଠାରୁ ସେ କଥା ପ୍ରଧାନମନ୍ତ୍ରୀ କହିଛନ୍ତି, ସୂର୍ଯ୍ୟୋଦୟ ଠାରୁ ଆମେ ବର୍ତ୍ତମାନ ଜେନେରେସନ 2 କୁ ଯିବା, ଯୋଉଠିକି ଏତେ ଗୁଡ଼ିଏ ଆଉ ସ୍ଲାବ ନଥିବ। ସେ ସ୍ଲାବ ଥିବ କଣ 0%, 5%, 18% ଆଉ 40%। ଆପଣଙ୍କର ଏଇ ଯୋଉ ଜିନିଷଟା ଆପଣଙ୍କର ଦେଖନ୍ତୁ, କାଲି ସକାଳେ ଯେତେବେଳେ ଆପଣ ଯାଇକି ଜିନିଷ କିଣିବେ, ଯୋଉଠି ଆପଣ ବିଲ୍ ପାଉଛନ୍ତି ଦେଖିପାରିବେ, ଯଦି ଆପଣଙ୍କର ପୁରୁଣା ବିଲ୍ ବି ସାଇତିକି ରଖିଥିବେ ଦେଖିବେ, ଯେକୌଣସି ଗୋଟେ ଜିନିଷ ରଖନ୍ତୁ, ପେଷ୍ଟ କିଣୁଥିଲେ, ପେଷ୍ଟର ମୂଳ ଦାମ ମନେ କରନ୍ତୁ ଥିଲା 100 ଟଙ୍କା। ଗୋଟିଏ ପେଷ୍ଟର ଦାମ ମନେ କରନ୍ତୁ 100 ଟଙ୍କା ଉପରେ ଆପଣ 18% ଟ୍ୟାକ୍ସ ଦଉଥିଲେ, 118 ଟଙ୍କା ଦଉଥିଲେ। ବର୍ତ୍ତମାନ ଆପଣଙ୍କର ଜିରୋ ହେଇଯାଇଛି, ଆପଣ 100 ଟଙ୍କା ଦେଇକି କିଣିବାକୁ ପଡିବ। ଆପଣଙ୍କୁ 100ଟି ଟଙ୍କା ମାତ୍ର ଦେବେ, ସେଇ ପେଷ୍ଟ କିଣିବେ। ଏଇ ଯୋଉ ସୁବିଧା ଅଛି ପ୍ରଧାନମନ୍ତ୍ରୀଙ୍କର ପକ୍ଷରୁ ମଧ୍ୟ ନିର୍ଦ୍ଦେଶନାମା ବି ଦିଆଯାଇଛି ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ୟବସାୟୀ ମାନଙ୍କୁ, ଯୋଉମାନେ ସବୁ ଉତ୍ପାଦନକାରୀ ମାନଙ୍କୁ, ସେମାନେ ଦୁଇଟି ଯାକ ରେଟ୍ ମଧ୍ୟ ଡିସପ୍ଲେ କରିବେ। ଆଗରୁ ପଡୁଥିଲା 100 ଟଙ୍କା ପ୍ଲସ ଟ୍ୟାକ୍ସ 118 ଟଙ୍କା, ଏବେ ହଉଛି 100 ଟଙ୍କା। ଏଇ ଜିନିଷଟାକୁ ଯେତେବେଳେ ଆମେ ମାନେ ଦେଖିପାରିବା, ଆମ ପାଖରେ ଯୋଉ 18 ଟଙ୍କା ବଳକା ହେଲା, ହୁଏତ ପିଲାଙ୍କ ପାଇଁ ଚକୋଲେଟ କିଣିକି ଆଣିବା। ତେଣୁକରି ଏକଥା ଯେତେବେଳେ ଆମେ ପ୍ରଧାନମନ୍ତ୍ରୀ କହୁଛନ୍ତି ଦେଶବାସୀଙ୍କୁ, ସେ ତ ପ୍ରଥମେ ସରକାର ମାନଙ୍କୁ ଅନୁରୋଧ କରିବେ ଯେ ତମେ ମାନେ ବି ଯାହା କିଣୁଛ ସେଗୁଡିକ ମେଡ୍ ଇନ୍ ଇଣ୍ଡିଆ ଜିନିଷ କିଣ, ଯାହା ଫଳରେ ପ୍ରତ୍ୟେକ ରାଜ୍ୟରେ ଥିବା ଏମଏସଏମଇ ଗୁଡିକ ଯୋଉମାନେ ସବୁ ଉତ୍ପାଦନ କରୁଛନ୍ତି, ଛୋଟ ଛୋଟ ଉଦ୍ୟୋଗୀ, ସେମାନେ ଏଥିରେ ଉତ୍ସାହିତ ହେବେ, ତାଙ୍କ ଜିନିଷ ବଟାର ବିକ୍ରି ବଟା ବଢିବ। ଏଇଟା ହିଁ ବାସ୍ତବରେ ଯୋଉ ଜିଏସଟି କେବଳ ଖାଲି କମେଇଦେଲେ ହବ ନାହିଁ, ସେଇ କଥାଟାକୁ ସେ ବାରମ୍ବାର କରି କହିଛନ୍ତି। ଗୋଟିଏ କଥା କହିଛନ୍ତି ଯେ ଆତ୍ମନିର୍ଭର ଭାରତ, ଯଦି ସବୁ ପ୍ରକାରର 100ଟି ସମସ୍ୟାର ସମାଧାନ ଗୋଟିଏ ଜାଗାରେ ରହିଛି, ସେଇଟା ହଉଛି ଆତ୍ମନିର୍ଭର ଭାରତ।